ॐ मङ्गलं भगवान् विष्णु मङ्गलं मधुसूदन मङ्गलं पुण्डरीकाख्यः मङ्गलं गरुडध्वजः माधवो माधव हरिमाधवो माधवाख्यं स्मरन्ति साधवो नित्यं सर्वकर्षु माधवो माधव सर्वकार्येषु माधव। मा बोले लक्ष्मी, धव बोले स्वामी, माधव बोले विष्णु। आमे माधव कहले जुगपथ माने एका बेलके लक्ष्मी नारायण बोली कहूछे। एणु सबु कार्यर आरंभ रे आमे माधव 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 बोली कहिबा। सर्व कार्येषु माधव। बंधु आमे আজি रहीचे रविवार बस रे यात्रा करुछे, किंतु चिंता करिछे सोमवार बस रे जीवा पाई। सुतरां आमे सोमवार विषय रे आलोचना करिबा। बस देखिबा सोमवार न कौन केतल होउची। सोमवार एप्रिल 13 तारीख सोमवार सूर्य उदय हेबे 5:31 परे, सूर्य अस्त हेबे 6:02 परे एवं राहु काल बोले अशुभ समय सकाळ 7:06 रु 8:41। हेले आजिर विषय वस्तु को नहीं आमे दी पद आगेबा। ग्रह मानक भितरे आलोचना करा जाए। एबे मेषरे शुक्र, मिथुनरे बृहस्पति, सिंहरे केतु, कुंभरे राहु बुध मंगल, मीनरे शनि आउ शुक्र। चंद्रमा तो चक्रर अर भली बुलुचंती आउ, तेणु से आज अछंती कुंभरे। बस आलोचना करिबा। 13 तारीख सोमवार मेष राशि द्विजा नक्षत्र दिन 4टा परे अशुभ। बस मेष राशि सपक्ष रे एवं राहु मंगल बुध शुक्र और चंद्रमा छंती। एणु एमानंक हाथ को विधाता एक तैलपूर्ण ज्वलंत प्रदीप धराई देई कहिबे, तुमे तुम भविष्यत को आलोकित कर। धन जन गोपलक्ष्मी को खोजी घर को आण। सुस्थ सबल समर्थ रुह। यह जदि न करि पारिबो काहाकू कहिबो, काहाकू कहिबो, काहाकू कहिबो। कपाळे खाली हाथ मारिबो। माने विधाता मेष राशियांकू सोमवार दिन धनलाभ पाई समस्त सुजोग देवे। जे कर्मठ से अवश्य सकल सुजोग को करगत करिबो। आउ जे अलस से खाली हाय मो भाग्य खराब आओ। भगवान भल लोक नुहंती, किछि भल काम करना। अरे उद्योगिन पुरुष सिंह पीति लक्ष्मी। जे उद्योगी पुरुष ता पछे पछे वाला लक्ष्मी गोड़े थांती। देखिबा वृष कथा 13 तारीख सोमवार वृष राशि रोहिणी नक्षत्र दिन 4टा परठारु अशुभ। वृष राशि सपक्ष रे एबे बृहस्पति शुक्र मंगल रवि और शनि अछंती। एमानंक कर कपाल कोष्ठी रे अछि। तुमे जदि यथा समय रे समुचित बुद्धि विवेक खटाई यथार्थ श्रम देव, तेबे कर्म फल स्वरूप तुमको
ଆଦର, ସ୍ନେହ, ସମ୍ମାନ ଓ ବିପୁଳ ଧନ ଲାଭ ହେବ। ଶାରୀରିକ ଓ ମାନସିକ ଦକ୍ଷ ବୋଲି ପ୍ରମାଣ ଦେଇପାରିବ। କୋର୍ଟ କଚେରୀରେ ବା କଳହରେ ବିଜୟୀ ହେବ। ମେଷ ପରି ବୃଷର ବି ଭଲ ଦିନ। ଖାଲି ଚେଷ୍ଟାର ଆବଶ୍ୟକତା ଅଛି। 13 ତାରିଖ ସୋମବାର, ମିଥୁନ ରାଶିର ଘାତ ବାର। ମିଥୁନ ପୁରୁଷଙ୍କର ଘାତ ଚନ୍ଦ୍ର ଏବଂ ଦିନ 4ଟା ପରେ ପରେ ଆର୍ଦ୍ରା ନକ୍ଷତ୍ରର ଅଶୁଭ। ମିଥୁନ ସପକ୍ଷରେ କେତୁ, ରବି ଓକିଲାତି କରୁଛନ୍ତି। ଏମାନଙ୍କ ଆଦର ଓ ପ୍ରଶଂସା ଶୁଣାଇବେ। ଅନ୍ୟ ଗ୍ରହଙ୍କର କରୁଣା ଅଭାବରୁ ଏମାନେ ଆଜି ଅପମାନିତ ହେବେ। ଭାଗ୍ୟାଧିପ ଶନି କର୍ମକ୍ଷେତ୍ରର ଦାୟିତ୍ୱ ନେଇଛନ୍ତି। ନ୍ୟାୟୋଚିତ କର୍ମ କଲେ ଲାଭବାନ ହେବେ, ଅନ୍ୟାୟ କଲେ କ୍ଷତିଗ୍ରସ୍ତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ମିଥୁନ ପାଇଁ ଆଜି ଫେଣ୍ଟାଫେଣ୍ଟି ଦିନ। ଯେହେତୁ କର୍ମକ୍ଷେତ୍ରର ଦାୟିତ୍ୱ ଶନି ଗ୍ରହ ନେଇଛନ୍ତି, ତେଣୁ ଯେ ନ୍ୟାୟୋଚିତ କର୍ମ କରିବ, ମୁଣ୍ଡ ଝାଳ ତୁଣ୍ଡରେ ମାରି ଶ୍ରମ ଦେବ, କର୍ମକ୍ଷେତ୍ର ତାକୁ ଧନ ଅଜାଡ଼ି ଦେବ। ଯେହେତୁ 2ଟି ଗ୍ରହ ତାଙ୍କ ସପକ୍ଷରେ ଅଛନ୍ତି, ତେଣୁ କିଛି ପ୍ରଶଂସା ମିଳିବ। ଯେଉଁଠି ଅନ୍ୟାୟ ହେବ କର୍ମକ୍ଷେତ୍ରରେ, ଯେ ମୁଁ ରାତିକ ଭିତରେ ହାତୀ କିଣିବି, ସେମାନଙ୍କର କ'ଣ ହେବ? ଆଜି କିଛି ମିଳିବନି, ସବୁ ଚୁଟି ଉପୁଡ଼ିଯିବ। ଆମେ କର୍କଟ କଥା ବୁଝିବା। 13 ତାରିଖ ସୋମବାର, କର୍କଟ ରାଶି, ଅଶ୍ଳେଷା ନକ୍ଷତ୍ରର ଦିନ 4ଟା ପରଠାରୁ ଅଶୁଭ। ସପକ୍ଷରେ ଅଛନ୍ତି ବୁଧ ଓ ଶୁକ୍ର। ଏହି ଗ୍ରହଦ୍ୱୟ ସଂଗ୍ରାମ କରିବେ। ଅନ୍ୟ ସମସ୍ତ ସପ୍ତରଥୀ ବିପକ୍ଷରେ ରହିଛନ୍ତି। ଏଣୁ ଜୀବନ ଯୁଦ୍ଧରେ ଏମାନେ ଆଜି ହାରିଯିବେ। କିଏ? କର୍କଟ ରାଶି ଲୋକ ଆଜି ଜୀବନ ଯୁଦ୍ଧରେ ହାରିଯିବେ। ଏଣୁ ଦୂରଯାତ୍ରା ନିଷେଧ। ଯଦି ନ ମାନି ବାହାରକୁ ଯିବେ, ତେବେ ହଇରାଣ ହେବେ। ଆୟ ଅମଳରେ ବାଧା ଅଛି। କଳହ ହେବନି। କଳହ ହବନି ବୋଲି କହି ହେବନି, ହେଇପାରେ, କିନ୍ତୁ ମୌନିନଃ କଳହୋ ନାସ୍ତି। ଯେଉଁମାନେ ଚୁପ୍, ସବୁ କଥା ଏ କାନେ ପୁରେଇ ସେ କାନେ ବାହାର କରିଦିଅନ୍ତି, ତାଙ୍କ ପାଇଁ କଳହ ହବନି। ଆଉ ଯେଉଁମାନେ କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବା ପାଇଁ ବ୍ୟସ୍ତ, ଆଜି ସେମାନଙ୍କ ସହ ଭୟଙ୍କର ଝଗଡ଼ା ହେବ। ଦେହ ନିଶ୍ଚୟ ରୋଗାକ୍ରାନ୍ତ ହେବ। ତଥାପି ପ୍ରିୟ ପରିଜନ ପାଖେ ପାଖେ ରହିବେ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। 13 ତାରିଖ ସୋମବାର, ସିଂହ ରାଶି, ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଦିନ 4ଟା ପରଠାରୁ ଅଶୁଭ। ଚନ୍ଦ୍ର ଓ ବୃହସ୍ପତିଙ୍କ ଆଶୀର୍ବାଦ ପାଇ ଏମାନେ ଆର୍ଥିକ ପ୍ରୋତ୍ସାହନ ପାଇ ଖୁସି ହେବେ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ବିପରୀତ ଲିଙ୍ଗଙ୍କ ଠାରୁ ଆଦର ସ୍ନେହ ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ସୁନ୍ଦର ହେବ। ମାତ୍ର ଭାଗ୍ୟାଧିପ ମଙ୍ଗଳ ନିଜେ ଯନ୍ତାରେ ପଡ଼ି ଛଟପଟ ହେଉଛନ୍ତି, ତେଣୁ ସେ ସହଯୋଗ କରିପାରିବେ ନାହିଁ। ନୂତନ କର୍ମସଂସ୍ଥାନ ବା ନୂତନ ଆୟପନ୍ଥା ମିଳିବାର ଆଶା ଅଛି। ହେଲା। ସିଂହ ରାଶି ପାଇଁ ଭଲ। ବିପରୀତ ଲିଙ୍ଗ ବୋଇଲେ, ଯଦି ପୁରୁଷ ଲୋକ ହେଇଥିବେ ସିଂହ ରାଶି, ତାଙ୍କୁ ମା, ଭଉଣୀ, ଝିଅ, ମାଇଁ, ମାଉସୀ ଭଳି ସ୍ତ୍ରୀଲିଙ୍ଗ ସ୍ନେହ ଆଦର କରିବେ ଯଥାର୍ଥ। ଯଦି ସ୍ତ୍ରୀଲୋକ ହେଇଥିବେ, ବାପା, ପୁଅ, ଭାଇ, ମଉସା, ମାମୁଁ ଇତ୍ୟାଦି, ଶିକ୍ଷକ, ଜେଜ, ଅଜା
ଏମାନେ ମଧ୍ୟ ସ୍ନେହ ଆଦର କରିବେ। ହଁ 13 ତାରିଖ ସୋମବାର କନ୍ୟା ରାଶି ହସ୍ତା ନକ୍ଷତ୍ରର ଦିନ 4ଟା ପରଠାରୁ ଅଶୁଭ। ଚନ୍ଦ୍ର ହିଁ ଯଥା ସମ୍ଭବ ସହଜ କରିବେ। ରାଶ୍ୟାଧିପ ବୁଧ ଯେଣୁ ଚନ୍ଦ୍ରମାଙ୍କ ଶତ୍ରୁ ଆଉ ଶତ୍ରୁ ଦୃଷ୍ଟିରେ ଦେଖନ୍ତି, ତେଣୁ ଯାବତୀୟ ଆର୍ଥିକ କୌଳିକ ମୌଳିକ ମାଙ୍ଗଳିକ ସାମାଜିକ ଲାଭ ପାଇଲେ ବି ଏମାନେ ଖୁସି ହୋଇପାରିବେନି। ଡାଉଟ୍ ସବୁଥିରେ ଆସିବ। ଇଏ ମୋତେ ଏମିତି କଣେଇ କଣେଇ ଚାହୁଁଛି କାହିଁକି? ମୋ ତଣ୍ଟି କାଟିଦେବ କି? ସେ ଦେଖିଦେଲା କି ମୁଁ ଇନସାଇଟ୍ରେ ପ୍ୟାଣ୍ଟର ଭିତର ପ୍ୟାକେଟ୍ରେ ପଇସା ରଖିଲି? ସମସ୍ତଙ୍କୁ ସନ୍ଦେହ ଆଜି କରିବେ। କନ୍ୟା ରାଶି ଲୋକ ସବୁ ପାଇବେ, କିନ୍ତୁ ସନ୍ଦେହ ଚକ୍ରରେ ବୁଲିବେ। ଏବେ ବୁଝିବା ତୁଳା କଥା। ତୁଳା ରାଶି ସ୍ୱାତି ନକ୍ଷତ୍ରର ଦିନ 4ଟା ଠାରୁ ଅଶୁଭ। ବୁଧ ଶନି ରବି ବୃହସ୍ପତି କେତୁ ଆଜି ପୂର୍ଣ୍ଣ ସହଯୋଗ କରିବେ। ଯେଣୁ ଆଶା କରୁଥିବା ବ୍ୟକ୍ତିଙ୍କୁ ମନ ଲାଖି କୌଳିକ ମୌଳିକ ବୌଦ୍ଧିକ ଆଉ ସାଂସ୍କାରିକ ଆର୍ଥିକ ମାନସିକ ସୁଖ ମିଳିବ। ଶାରୀରିକ ସମସ୍ୟା ଆସିବନି। ରୁଚିକର ଖାଦ୍ୟ ମିଳିବ। ମନ ଲାଖି କଥା କହି ମିତ୍ର ଆନନ୍ଦ ଦେବେ। ବୃତ୍ତି ବ୍ୟବସାୟ ସେବା ଆଦିରୁ ଭଲ ଆୟ ହେବ। ଏମାନେ ସମସ୍ତେ ସହଯୋଗ କରିବେ। କେଉଁମାନେ? ଏଇ ଯେଉଁ ଗ୍ରହ ଗୁଡ଼ିକ ହେଲେ ବୁଧ ଶନି ରବି ବୃହସ୍ପତି କେତୁ। ଏଣୁ ଆଶା କରୁଥିବା ବ୍ୟକ୍ତିଙ୍କ ଠାରୁ ଯାହାକୁ ଯେଉଁଠୁ ଆଶା ଆମେ କରିଛେ, ଇଏ ମୋତେ ଦେବ, ବାପା ଆଜି 2 ଟଙ୍କା ଦେବେ ମୋତେ, ବାପା ଦେବେ ଆଜି, ମନା କରିବେନି, ପଚାରିବେନି ପଇସା ନେଇ କ'ଣ କରିବୁ। ଆଶା କରୁଥିବା ବ୍ୟକ୍ତିଙ୍କୁ ଆଉ ବ୍ୟକ୍ତିଙ୍କ ଠାରୁ ଆଜି ସବୁକିଛି ମିଳିବ। ଭଲ ଦିନ। 13 ତାରିଖ ସୋମବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର 4ଟା ଠାରୁ ଅଶୁଭ। ପୁରାତନ ରୋଗରେ ପୀଡ଼ିତ ହେବେ। ଦୂର ଯାତ୍ରା କଲେ ଦୁଃଖ ପାଇବେ। ବୃଥା କଳହ ହୋଇପାରେ। ମାନସିକ ଶାନ୍ତି ବ୍ୟାହତ ହେବ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। କେବଳ ବୁଧ ଓ ଶୁକ୍ରଙ୍କ ଦୟା ଅଛି ବୋଲି ଯାହା କିଛି ହସ ଟିକେ ଓଠରେ ମଲ୍ଲି ଫୁଲ ଭଳି ଫୁଟିବ। ହଁ ଏବେ ଆଲୋଚନା ଧନୁ କଥା କହିବା। 13 ତାରିଖ ସୋମବାର ଧନୁ ରାଶି ପୂର୍ବ ଆଷାଢ଼ା ନକ୍ଷତ୍ରର 4ଟା ପରଠାରୁ ଅଶୁଭ। ରାହୁ ମଙ୍ଗଳ ଚନ୍ଦ୍ର ଶୁକ୍ର ଓ ବୃହସ୍ପତି ସହଯୋଗ କରିବେ। ଏଣୁ ଭାଇ ଭାଇ ମଧ୍ୟରେ ସମ୍ପର୍କ ମଧୁମୟ ହେବ। ଭାଇ ଭଉଣୀ କଥା ବୁଝିବ, ଭଉଣୀ ଭାଇ ମନ ବୁଝିବ। ଉପଯୁକ୍ତ ଶ୍ରମ ଯଥା ସମୟରେ କଲେ ବଢ଼ିଆ ଧନାଗମ ହେବ। ଯଦି ହସିବେ ତେବେ ସମସ୍ୟାର ସମାଧାନ ହେବ। ଏଣୁ ଧନୁ ରାଶିର ଆବାଳ ବୃଦ୍ଧବନିତା ତାଳି ମାରି ଖୁବ୍ ଜୋରରେ ହସନ୍ତୁ। ଦେଖିବେ ଦିନଟା କେମିତି ଆନନ୍ଦରେ ଯିବ। ମକର କଥା। 13 ତାରିଖ ସୋମବାର ମକର ରାଶି ଶ୍ରବଣା ନକ୍ଷତ୍ରର ଦିନ 4ଟା ଠାରୁ ଅଶୁଭ। ସୋମବାର ଧନା ଗମରେ ବାଧା ନାହିଁ, ମାତ୍ର ମନ ବଡ଼ ଅବୁଝା ହେବ। ମନ ସମସ୍ତଙ୍କୁ ସନ୍ଦେହ କରିବ। କୌଣସି ଅକୁହା ବେଦନାରେ ମନ ଆକ୍ରାନ୍ତ ହେବ। ଦେହ ସୁସ୍ଥ ରହିବ। ରବି ଶନି ଶୁକ୍ର ସାହାଯ୍ୟ କରିବେ। ଦେହ ଗୁରୁତର ହେବନି। ଧୀରେ ଧୀରେ ଆରୋଗ୍ୟତା ହାସଲ କରିବେ। କ୍ରମଶଃ ସୁସ୍ଥତା ଅନୁଭବ କରିବେ। ସବୁ ଦିଗରୁ ସାହାଯ୍ୟ ମିଳିବ। କୁମ୍ଭ କଥା। 13 ତାରିଖ ସୋମବାର କୁମ୍ଭ ରାଶି ଶତଭିଷା ନକ୍ଷତ୍ରର 4ଟା ପରଠାରୁ ଅଶୁଭ। ଚନ୍ଦ୍ର ବୁଧ ଶୁକ୍ର ଏହି ଗ୍ରହଗଣ କରୁଣା କରିବେ। ଅନ୍ୟ ସପ୍ତ ଗ୍ରହ
ବିରୁଦ୍ଧାଚରଣ କରୁଛନ୍ତି। ଏଣୁ ବିବିଧ ବ୍ୟାଧି ପୀଡ଼ା ଦେଉଛି। କୁମ୍ଭ ରାଶିଆ ମାନେ ଏବେ ପ୍ରାୟ ରୋଗାକ୍ରାନ୍ତ ନା, କାହିଁକି ନା 7ଟା ଗ୍ରହ ତାଙ୍କ ବିରୁଦ୍ଧରେ ଅଛନ୍ତି। ସୋମବାର ଦେହ ସୁସ୍ଥ ରହିବ, ମନ ଲାଖି ମୌଳିକ କୌଳିକ ଆର୍ଥିକ ଲୌକିକ ସୁଖ ମିଳିବ। କୃତ କର୍ମ ପାଇଁ ଅନୁତାପ କଲେ ମଙ୍ଗଳ ହେବ। କୁମ୍ଭ ରାଶି ଲୋକମାନେ ପ୍ରାୟ ରୋଗାକ୍ରାନ୍ତ ବର୍ତ୍ତମାନ। ମାନେ ରୋଗ ତ ଏବେ ସମସ୍ତଙ୍କୁ ଘାଣ୍ଟୁଛି, ସମସ୍ତଙ୍କୁ 12 ରାଶିକୁ 27 ନକ୍ଷତ୍ରକୁ ଘାଣ୍ଟୁଛି, କିନ୍ତୁ କୁମ୍ଭ ରାଶିକୁ ଟିକେ ଅଧିକ କଷ୍ଟ ମିଳୁଛି। କାରଣ ସେମାନେ ଭୁଲ କରି ଭାବନ୍ତିନି ମୁଁ ଭୁଲ କରିଛି, ଆଉ ଭାବନ୍ତି ମୁଁ ପ୍ରକୃତରେ ଜ୍ଞାନୀ, ମୁଁ ଧାର୍ମିକ, ମୁଁ ବିଚାରବନ୍ତ, ମୁଁ ବିବେକୀ, ମୁଁ ଯାହା କହେ ଠିକ୍, ଯାହା କରେ ଠିକ୍। ଅନ୍ୟମାନେ ସମସ୍ତେ ମୂର୍ଖ, ଅପଗଣ୍ଡ, ପଶୁ, ଡକାୟତ, ଚୋର ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଆଉ ମୂର୍ଖ ସମସ୍ତେ, ଏକୁଟିଆ ମୁଁ ଜ୍ଞାନୀ, ଏଇ ଚିନ୍ତାଧାରା ଥାଏ କେବଳ କୁମ୍ଭ ରାଶିଆଙ୍କ ମୁଣ୍ଡରେ ବୋଲି ସେମାନେ ବେଶୀ ଘାଣ୍ଟି ହେଉଛନ୍ତି। ଏଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଯଦି ଏଭଳି ଭାବନା ନାହିଁ ତେବେ କେବେ ବି ଆପଣଙ୍କୁ ରୋଗ ହେବନି। ରୋଗ ଦୁଃଖ ଦିଏ କେବଳ ସେଇମାନଙ୍କୁ ଯେଉଁମାନେ ସର୍ବଦା ଅନ୍ୟର ଅମଙ୍ଗଳ କାମନା କରନ୍ତି, ନିରୀହ ପିଠିରେ ବିଦ୍ଧାଏ ମାରନ୍ତି। ମୀନ ରାଶି କଥା ବୁଝିବାନି। 13 ତାରିଖ ସୋମବାର, ମୀନ ରାଶିର ଘାତ ଚନ୍ଦ୍ର। ଦିନ 4ଟା ଠାରୁ କୌଣସି ସମସ୍ୟା ପାଖ ମାଡ଼ିବନି। ରେବତୀ ନକ୍ଷତ୍ରର ଅଶୁଭ। ଦିନ 4 ଠାରୁ ରେବତୀ ନକ୍ଷତ୍ରର ଅଶୁଭ। ମୀନ ରାଶି ପାଇଁ ଏବେ ଶୁକ୍ର କେତୁ ଏଇ 2 ଗ୍ରହ ଦୟା କରୁଛନ୍ତି। ଅନ୍ୟ 7ଟି ଗ୍ରହ ସପ୍ତରଥୀ ପରି ବିରୁଦ୍ଧାଚରଣ କରୁଛନ୍ତି ବୋଲି ଆୟ ଅମଳରେ ବାଧା ସୃଷ୍ଟି ହେଉଛି। ବେଳେବେଳେ ବିନା ମେଘରେ ବଜ୍ରପାତ ହେଉଛି। ଏଣୁ ସୋମବାର ରୋଗାକ୍ରାନ୍ତ ହେବେ। ବୃଥା ଖର୍ଚ୍ଚ ବଢ଼ିଯାଇପାରେ, ଅଶାନ୍ତ ବୋଧ ହେବ। କିଛି ଖର୍ଚ୍ଚାନ୍ତ କରିବା ପାଇଁ ଖଳ ଲୋକ ମୁଖ ପ୍ରଶଂସା କରିବେ। ଏଥିପାଇଁ ତ କୁହାଯାଇଛି, ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟସ୍ତୁ ହଳାହଳମ୍। ବର୍ଜୟେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟୋମୁଖମ୍। ହଁ ବନ୍ଧୁ, ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜଣେଇବା, ଯଦି ସେ ଚାହିଁବେ କାଲି ଜୀବନ ପତାକା ପୁଣି ଫରଫର ହେଇ ଉଡ଼ିବ। ଆଉ ଯଦି ସେ ନ ଚାହିଁବେ ତାହେଲେ ଦେଖିବା। ଆମେ ଚାହିଁବା, କ'ଣ ଚାହିଁବା? କହିବାଟା ବନ୍ଦ କରିଦେବା।